ଏ ଅଜାନାତି ଭିତରେ ଗଣିତ ଯୁଦ୍ଧ ଘମାଘଟ ଲଢ଼େଇ ଚାଲିଛି। ଅଜାନାତି ଭିତରେ ଅଜା ପଛ ଘୁଞ୍ଚା ଦଉନାହାନ୍ତି କି ନାତି ବି ପଛ ଘୁଞ୍ଚା ଦଉନାହିଁ, କିନ୍ତୁ ନାତି ହାରି ଯାଉଛି। ଦେଖ କେମିତି ଅଜାନାତି ଭିତରେ ଲଢ଼େଇ ଆରମ୍ଭ ହେଲା। କି ଲଢ଼େଇ? ଗଣିତ ଲଢ଼େଇ। ଅଜା ପଢ଼ିଥିଲେ ପୁରୁଣା କାଳିଆ ପାଠ, ଆଉ ନାତି ପଢ଼ୁଛି ଆଧୁନିକ ଯୁଗର ପାଠ। ନାତି ଦଶମ ଶ୍ରେଣୀର ଛାତ୍ର, ଆଉ ଅଳ୍ପ ଦିନ ପରେ ପରୀକ୍ଷା ନା, ତେଣୁ ସେ ପାଠରେ ପୁରା ମାତି ଯାଇଛି। କୁକୁଡ଼ା ଧାଡ଼ି ଅଣ୍ଡା ଉଷୁମେଇବା ଭଳି। ନାତି 10 କ୍ଲାସ୍ ପରୀକ୍ଷା ପାଖେଇ ଆସୁଛି ବୋଲି ପାଠ ବହି ଛାଡ଼ିକି କୁଆଡ଼େ ଯାଉ, ପଦେ କିଛି ଶୁଣିବାକୁ ସେ ପ୍ରସ୍ତୁତ ନାହିଁ। ଆପଣମାନେ ତ ଜାଣିଛନ୍ତି ଆଉ ଅଳ୍ପ ଦିନ ରହିଲା ମକର ପର୍ବକୁ। ତେଣୁ ଚାଷୀ ଭାଇମାନେ ପରିଶ୍ରମ କରି ଯେଉଁ ଧାନ ଉପୁଜେଇଥିଲେ ତାକୁ ଅମଳ କରିବା ପାଇଁ ଭାରି ବ୍ୟସ୍ତ। ଦିନ ରାତି ସେମାନଙ୍କ ପାଇଁ ବର୍ତ୍ତମାନ ସମାନ ହେଇଯାଉଛି। ସେମିତି ପରିପ୍ରେକ୍ଷୀରେ କେଠି ବେଙ୍ଗଳା ପଡ଼ୁଛି ତ କେଉଁଠି ବିଡ଼ା ଝଡ଼ା ହେଉଛି, କେଉଁଠି ବିଡ଼ା ଝଡ଼ା ସରିଥିବା ହେତୁ ଧାନ ଉଡ଼ା ହେଉଛି। ଏମିତି ଚାଷୀ ଗାଁରେ ବହୁତ ବ୍ୟସ୍ତତା। ସେମିତି ପରିପ୍ରେକ୍ଷୀରେ ଅଜା ଦେଖିଲେ ଯେ ପିଣ୍ଡାରେ ନାତିଆ ବସିକି ପଢ଼ୁଛି। ଅଜା ନାତିଆକୁ କହିଲେ ଯେ ବାବୁରେ ମୁଁ ଟିକେ 2 ଯାଉଛି, ଆଉ ତୁ ଗୋଟେ କାମ କରନି, ଏଇ ଅଖା ବସ୍ତା ଗୁଡ଼ା ନେଇକି ଖଳାକୁ ଯା, ସେଠି ଦେଇଦେ, ସେମାନେ ଧାନ ଉଡ଼ଉଛନ୍ତି, ଏ ବସ୍ତାରେ ଭର୍ତ୍ତି କରିବେ, ଦେଲେ ଲେମ୍ପକୁ ନେଇଯିବା, ବିକ୍ରି ହେବ। ନାତି କହିଲା ମୁଁ ଏଇନା କୁଆଡ଼େ ଯାଇପାରିବିନି, ମୋ ପରୀକ୍ଷା ହେଉଛି, ମୁଁ ପାଠ ପଢ଼ିବି ନା, ମୁଁ ସେ ଧାନ ବୋଝେଇ ହେବ, ଲ୍ୟାମ୍ପକୁ ଯିବ, ସେ ବସ୍ତା ନେଇକି ଯିବି, ମୁଁ ଏଇସବୁ ପାରିବିନି, ତୁମେ ଯାହା କରୁଛ କର। ଅଜାକୁ କିନ୍ତୁ ବହୁତ ଜୋର 2 ଲାଗିଥିଲା। ଅଜା କହିଲେ ବାବୁରେ ବେଶୀ ବାଟ ତ ନୁହେଁ, ଏଇଠି ନେଇଯିବୁ ଖଳାରେ, ସେ ମୂଲିଆମାନଙ୍କୁ ଦେଇଦେବୁ, ସେମାନେ ବସ୍ତା ଖୋଜୁଥିଲେ, ମୁଁ ଅସମ୍ଭାଳ ହେଇଗଲିଣି, ମୁଁ 2 ଯାଉଛି, ନହେଲେ ହେବନି। ଏ କଥା କହି ଅଜା 2 ପଳେଇଲେ। ସେ ଅଖା ବସ୍ତା ସବୁ ନାତି ପାଖରେ ପକେଇ ଦେଇକି ଗଲେ। ନାତି, ମୁଁ ପରା କହିଲି 10 କ୍ଲାସ୍ ପରୀକ୍ଷା ପାଖେଇ ଆସିଲା ବେଳକୁ ପିଲାଙ୍କର ପାଠ ପଢ଼ା ଷ୍ଟାଇଲଟା ଭାରି ବଦଳିଯାଏ। ସେ ଆଉ ଗଲା ନାହିଁ। ବୁଢ଼ା 2 ସାରିକି ଆସିଲା, ଧୁଆ ଧୋଇ ହେଇକି ଆସିଲା, ଦେଖିଲା ଯେ ବସ୍ତା ସେମିତି ପଡ଼ିଛି, ଖଳା ପଟେ ଅନେଇ ଦେଲା, ଦେଖିଲା ମୂଲିଆମାନେ ଧାନ ଉଡ଼ା ସାରିକି ବସିଛନ୍ତି। ତେଣୁ ନାତିଆକୁ ଗାଳି ଦେଲା, କହିଲା ରହ ତୁ କ'ଣ ପାଠ ପଢ଼ୁଛୁ, ମୁଁ ଦେଖୁଛି, ଖାଲି ବସ୍ତାଟା ଦେଇ ଆସେ। ବୁଢ଼ା ଗଲା, ସେ ବସ୍ତା ଗୁଡ଼ା ଖଳାରେ ଦେଇଦେଲା, ଦେଇକି ନାତିଆ ପାଖକୁ ଦମଦମ ହେଇକି ଫେରି ଆସିଲା। ଦେଇକି ବୁଢ଼ା ନାତିଆକୁ ପଚାରିଲା, କହିଲୁ ଦେଖିବା କି ପାଠ ପଢ଼ୁଛୁ, ମୁଁ ଦେଖିବି ଏବେ। ସତରେ ପାଠ ପଢ଼ୁଛୁ ନା ଦେଖେଇ ହେଉଛୁ? ଏଇ ବସ୍ତା 2ଟା ନେଇକି ଖଳାରେ ଦେଇପାରିଲୁନି, ତ ପାଠ ପୁରା ଭାସି ଯାଉଥିଲା। କହ ଦେଖି। ଗଣ୍ଡାକ 12 ହେଲେ 20ଟାକୁ କେତେ? ଶୀଘ୍ର କହ ବେ। ଗଣ୍ଡାକ 12 20ଟାକୁ କେତେ? କହ। ନାତିଆ ଅଜା ଆଡ଼କୁ ଏମିତି ବଡ଼ ବଡ଼ ଆଖିରେ ଅନେଇଲା, ଦେଖିଲା ସେ ଗଣ୍ଡା ମେଣ୍ଢା ଆମେ ପଢ଼ିନୁ, ଆମକୁ କହିବୁନି କି, ସେ 12 ଅଣା 13 ଅଣା ମୁଁ ଏଇଗୁଡ଼ା ଜାଣିନି, ଯା ପଳା। ଅଜା କ'ଣ କଲା, ଶକ୍ତ କି ଗୋଟେ ଚଟକଣା ମାରିଲା ତାକୁ। କାହାକୁ? ନାତିଆକୁ। କହିଲା ବହୁତ ପାଠ ଦେଖଉଛୁ, ଗଣ୍ଡାକ 12 ହେଲେ 20ଟାକୁ କେତେ କହ, ନହେଲେ ଏଇଠି ତ ନାକଟା ଘଷି ଘଷିକି ଲାଲିଆ କରିଦେ। ନାତି ଚୁପକି ରହିଗଲା, ତାକୁ ବିରକ୍ତ ଲାଗିଲା। ନାତି ସେଇଠୁ ବୁଢ଼ାକୁ କହୁଛି, ହଉ ଅଜା ତୁମେ ତ ବହୁତ ଗଣିତଜ୍ଞ ଦେଖେଇ ହେଉଛ, ମୁଁ ଖାତାଟା ଦେଉଛି, ଲେଖିଲ, ଲେଖ 12,1212, ଲେଖ ଦେଖିବା 12,1212। ନାତିଆ କହିଲା, କାହାକୁ? ଅଜାକୁ। ଲେଖ 12,1212। ବୁଢ଼ା ସେତେବେଳେ ଡାହାଣ ହାତରେ ଚଟକଣା ଲଗେଇଥିଲା, ଏତେବେଳେ ବାଁ ହାତିଆ ଗୋଟେ ଶକ୍ତ କି ଚାପୁଡ଼ା ଦେଇ କହିଲା, ଏବେ ମେଣ୍ଢା 12,1212
कि संख्या भाई 12,1212 तू प्रश्न पचारि शिखिचु तो मास्टर को जाकि पचारू ना 12,1212 तो मास्टर लिखिपार कि ना तू जो कथाटा कहूचु जो प्रश्नटा मते पचारुचु एटार किछि यथार्थता अच्छी ना बे 12,1212 तू निहाती मूर्ख भलिया प्रश्नटा पचारुनु ना 10 क्लास पढ़ुचु आउ गोटे चापुड़ा माइला सेठु नाती भें भें करिकी दौड़िला ता माँ पाखक दौड़िला कह माँ आउ ये रही आम घर को पलैबा ये अजतठारे अजा मत पिटुंट मत अपमान करुँच से बारणा केठी गंडा ये सब प्रश्न मत पचार आम कौन से गोटा पढ़ुचु मुझे रही नहीं मो घर को पलैमी ता माँ कहला किस होती कथाटा कहूनु से अजा गले जाइकी से नातियार माँ को कहते शुण झील तो पुओ को मु कहली जे अखा बस्ता गुड़ा नहीं कि खलारे दे केते समय लगी था 2-3 मिनिट समय लगी था से काम करने को से कलानी पाठ देखला मते झाड़ा लगिला मु झाड़ा चली गली झाड़ा फेरा लुगा पिंधिकी कौन खला को जाती मुझे देदी कहली जा नहीं जा देदेबू से शुणिलानी मु फेरी आसिली देना तेणु ताको मु पचारिली प्रश्नटा जे गंडाक बारणा हेले 20टार दाम केते सेटा से कहि पारुनी उल्टी मते प्रश्न पचारुची 12,012 लेखि पारिबो ना से जे प्रश्नटा पचारिला 12,1212 ता मास्टर लिखि पारिबो ना मूर्खटा नुहे ना किस पाठ पढ़ुची से 12,000 ठीक अच्छी 1000 घर 12 चलीगला 1200 भितर 1000 संख्या नहीं कि 1000 घर संख्या नहीं 1200 माने परा 1200 तेबे से 13,212 न कहीकि मते जो 12,1212 कहला निहाती एटा छेली बगाड़ियाटा जाने कि टाउटरी मार्ची हमको पाठ देखौची हारकिणी देखौची मते मुआ पुराणा कालिया पाठुआ मते हारकिणी देखौची तापरे अजा नातिया को टिके आंसी दे कहले शुण बाप तो जुगर पाठ कौन मु जाने अवश्य तोर आधुनिक जुगर पाठ आम पुराणा कालिया पाठ टू ढेर उन्नत मु मानुची एटा हेले ई साधारण कथा गाँ गहरी जेटा चली गंडा केते गंडाक केतेटा जानिचु गंडाक माने 4टा बारणा माने केते जानिचु 75 पैसा को बारणा कहा जाए गंडाक बारणा माने 4टा को 75 पैसा ते 20टा को केते एथर बुझी पालु ना कथाटा 4टा को 75 पैसा हेले 20टा को केते हिसाब करिकी मते देखैबू तापरे तू तो घर को जीवू कहूचु जीवू हेले जीवू मते एतिकी आग 5 मिनिट भितर देखिबू तू 10 क्लास पिलाटा मानसांक प्रश्नटा करि परियो ही पाठ पढुचु भी खाली देखौचु मु पढुची